ଜାତୀୟ ସ୍ତରରେ ଚମକିଲେ କୋଟପାଡ଼ ଝିଅ ଏବଂ ମିସ୍ ଇଣ୍ଡିଆ ଏସିଆର ସେକେଣ୍ଡ ରନର୍ସ ଅପ୍ ହୋଇ କୋଟପାଡ଼ ପାଇଁ ଗୌରବ ଆଣିଛନ୍ତି। ତା ସହିତ କୋଟପାଡ଼ ଶାଢ଼ୀ ଏବଂ ଦୁରୁଆ ଶାଢ଼ୀକୁ ମଧ୍ୟ ସେ ଥିଲେ, ଯାହାକି ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ। ଆଉ ମୁଁ ବର୍ତ୍ତମାନ ଅଛି ତାଙ୍କ ପରିବାରରେ, ଯାହାକି କୋଟପାଡ଼ କେନ୍ଦୁଗୁଡ଼ାଠାରେ। ଆଉ ବର୍ତ୍ତମାନ ଝିଅ ବି ଅଛନ୍ତି, ତାଙ୍କଠୁ ପ୍ରତିକ୍ରିୟା ନେବା। ପ୍ରଥମତଃ କଳିଙ୍ଗ ଟିଭି ପକ୍ଷରୁ ଆପଣଙ୍କୁ ବେଶ ଶୁଭେଚ୍ଛା ଏବଂ ଶୁଭକାମନା। ଆଉ ଆପଣ କେମିତି ଯାଇଥିଲେ ପାର୍ଟିସିପେଟ୍, ଆଉ କ'ଣ କଲେ, ଆଉ କ'ଣ କ'ଣ ସବୁ? ମୋ ନାଁ ଛାୟାରାଣୀ ବିଷୋଇ, ମୁଁ କୋଟପାଡ଼ ଅଞ୍ଚଳର ଝିଅ। ଜାନୁଆରୀ ମନ୍ଥରେ ମୋତେ ଜଣା ପଡ଼ିଲା MB ପ୍ରଡକ୍ସନ୍ ଦ୍ୱାରା ଗୋଟେ ଇଭେଣ୍ଟ ହେଉଛି। ତାର ଅନଲାଇନ୍ ଅଡ଼ିସନ୍ ଥିଲା, ଯାହାରେ କି 200 ପାର୍ଟିସିପେଣ୍ଟ କରିଥିଲେ। ଆଉ ତାଇରେ 60 ପାର୍ଟିସିପେଣ୍ଟ ସିଲେକ୍ଟ ହେଇଥିଲେ। ଦେନ୍ ତାଇରେ ମୁଁ ଗର୍ବିତ କି ମୁଁ ବି ଗୋଟେ ସିଲେକ୍ଟ ହେଇଥିଲି, ଆଉ ମୁଁ ବହୁତ ଖୁସି ଥିଲି। ଦେନ୍ ଲାଷ୍ଟ 2 ମନ୍ଥରୁ ମୁଁ ତା ପାଇଁ ପ୍ରାକ୍ଟିସ୍ କରୁଥିଲି ଅନଲାଇନ୍ରେ ହିଁ, ଘରେ ରହିକି। ଆଉ MB ପ୍ରଡକ୍ସନ୍ର ଆମର ଟ୍ରେନର ବି, ତାଙ୍କେ ବି ଆମକୁ ଟ୍ରେନିଂ ଦେଉଥିଲେ। ଦେନ୍ ମୁଁ ଚାହୁଁଥିଲି କି ଆମ କୋଟପାଡ଼ର ଧୁରୁଆ ଶାଢ଼ୀ, ଆମର ମିର୍ଗାନ ସାହିର ଯେଉଁ ଶାଢ଼ୀ ବନାଉଛନ୍ତି ନିଜେ, ସେଟା ବି ଆମର ନ୍ୟାସନାଲ ଲେଭେଲରେ ଦେଖାଯାଉ। ତ ମୁଁ ପ୍ରହ୍ଲାଦ ଅଙ୍କଲ ସହିତ କଥା ହେଇକି, ତାଙ୍କେ ମୋତେ ବହୁତ ହେଲ୍ପ କରିଥିଲେ। ତାଙ୍କେ ହିଁ ମୋତେ ଶାଢ଼ୀ ଦେଇଥିଲେ। ତାଙ୍କ ହେଲ୍ପ ଦ୍ୱାରା ମୁଁ ସେ ଶାଢ଼ୀ ନେଇଥିଲି ଆଣ୍ଡ ଗୋଟେ ପ୍ରପ୍ ନିଜେ ବନେଇଥିଲି ଆମ କୋଟପାଡ଼କୁ ଦେଖେଇବାକୁ। ଆଉ ସେଠି ନ୍ୟାସନାଲ ଆଜ୍ ଏ ନ୍ୟାସନାଲ କଷ୍ଟ୍ୟୁମ୍ ମୁଁ ସେଟା ଶୋ କରିଥିଲି ଆଣ୍ଡ ସେଠି ସବୁକୁ ବହୁତ ଭଲ ଲାଗିଥିଲା। ଦେନ୍ ମୋତେ ମିସ୍ ବ୍ୟୁଟିଫୁଲ୍ ସ୍ମାଇଲ୍ ହିସାବରେ ଗୋଟେ ଟାଇଟଲ୍ ବି ଦେଇଛନ୍ତି, ଆଉ ସେକେଣ୍ଡ ରନର ଅପ୍ ହିସାବରେ ପୁରସ୍କୃତ କଲେ। ତ ଏଇ ଯୋଉ ଆପଣ ଆଟେଣ୍ଡ କଲେ କାର୍ଯ୍ୟକ୍ରମ, କେତେ ଦିନ ହେଲା ପ୍ରାକ୍ଟିସ୍ କରୁଥିଲେ, ଆଉ ଏଥିପାଇଁ କ'ଣ କ'ଣ ପ୍ରାକ୍ଟିସ୍ କରୁଥିଲେ? ମୁଁ ୱାକିଂ ପ୍ରାକ୍ଟିସ୍ କରୁଥିଲି, କମ୍ୟୁନିକେସନ୍ ପ୍ରାକ୍ଟିସ୍ କରୁଥିଲି, କନଫିଡେନ୍ସ ସବୁ ପ୍ରାକ୍ଟିସ୍ କରୁଥିଲି। 2 ମନ୍ଥରୁ ମୁଁ ପ୍ରାକ୍ଟିସ୍ କରୁଥିଲି, କାରଣ ମୁଁ କଲେଜରେ ରହୁଛି ନା। କଲେଜରୁ ଆସିକି ମୁଁ କଲେଜରେ ବି ଟିକେ ଟିକେ ପ୍ରାକ୍ଟିସ୍ କରୁଥିଲି, ବଟ୍ କଲେଜରୁ ଆସିକି ଘରେ ହିଁ ନିଜେ ଫୋନ୍ରୁ ଦେଖିକି ଅନଲାଇନ୍ କ୍ଲାସ୍ ସବୁ ଆଟେଣ୍ଡ କରିକି ନିଜେ ସବୁ ପ୍ରାକ୍ଟିସ୍ କରୁଥିଲି। ତ କୋଟପାଡ଼ ଅଞ୍ଚଳ ଝିଅ ଯାଇ ଆପଣ ଏତେ ଜାତୀୟ ସ୍ତରରେ ଚମକିଲେ, ତ ୟା ପାଇଁ ପରିବାର କେତେ ସପୋର୍ଟ କରୁଥିଲେ, ଆଉ ଆଗ କ'ଣ ପରିବାର କ'ଣ? ପରିବାର ତ ବହୁତ ଖୁସି ଅଛନ୍ତି। ଆଉ ମୁଁ ଅଡ଼ିସନ୍ ଦେବାଟା କହିନଥିଲି ଘରେ। ଅଡ଼ିସନ୍ ଦେଲା ପରେ ଯେତେବେଳେ ମୁଁ ସିଲେକ୍ଟ ହେଇଥିଲି, ସେତେବେଳେ ମୁଁ ଘରେ କହିଥିଲି। ଆଉ ବହୁତ ସପୋର୍ଟ କଲେ ମୋତେ ସବୁ। ମୁଁ ଭାବିନଥିଲି କି ମୁଁ ସେକେଣ୍ଡ ରନର୍ ଅପ୍ ହିସାବରେ ବି ଆସିବି। ମୁଁ ବାସ୍ ଚାହୁଁଥିଲି କି ମୁଁ ଯିବି, ଆଟେଣ୍ଡ କରିବି, ବାସ୍ ସେତିକି। ଏତେ ହେବ ବୋଲି ମୁଁ ବି ଏକ୍ସପେକ୍ଟ ନଥିଲା। ବଟ୍ ହଁ, ମୋ ଫ୍ୟାମିଲି, ମୋର ରିଲେଟିଭ୍ ସବୁ ବହୁତ ସପୋର୍ଟ କରିଛନ୍ତି, ଖାସ କରିକି ମମି ପାପା। ସଫଳତା ଶ୍ରେୟ କାହାକୁ ଦେବେ? ମମି ପାପା। ଆଉ ଲକ୍ଷ୍ୟ କ'ଣ ରହିଛି ଆଗକୁ? ଲକ୍ଷ୍ୟ ରହିଛି ନେକ୍ସଟ ମୁଁ ଯିବି ୱାର୍ଲଡ ଇଣ୍ଟରନ୍ୟାସନାଲ ଲେଭେଲରେ, ସେଠି ପାର୍ଟିସିପେଟ୍ କରିବି। ଆଉ ସେଠି ବି ଆମ କଲଚରକୁ, ଆମ କୋଟପାଡ଼କୁ, ଆମ ଓଡ଼ିଶାକୁ ସେଠି ରିପ୍ରେଜେଣ୍ଟ କରିବାକୁ ଚାହୁଁଛି। ଛାୟାରାଣୀ ବିଷୟଙ୍କ ପ୍ରତିଜ୍ଞା ହେଉଥିବ, ବର୍ତ୍ତମାନ ତାଙ୍କ ପିତା ଅଛନ୍ତି, ତାଙ୍କଠୁ ପ୍ରତିଜ୍ଞା ନେବା, ସେ କେତେ ଖୁସି ଅଛନ୍ତି, ଆଉ ଝିଅକୁ ଆଗକୁ କ'ଣ କରିବାକୁ ଲକ୍ଷ୍ୟ? କ'ଣ କହିବେ, କେତେ ଖୁସି ଅଛନ୍ତି ଝିଅର ସଫଳତା ପାଇଁ? ବହୁତ ଖୁସି, କାହିଁକି ନା ଏଇଟା ଛୋଟିଆ କଥା ନାହିଁ। ଗୋଟେ କୋଟପାଡ଼ ପୁରା ଅଞ୍ଚଳରୁ ଯାଇକରି ନ୍ୟାସନାଲ ଲେଭେଲରୁ କମ୍ ସେ କମ୍ ମାନେ ଷ୍ଟେଟ୍ରୁ ତ 12ଟା ନା 14ଟା ଷ୍ଟେଟ୍ରୁ ସେଠି ସମସ୍ତେ ମାନେ କଣ୍ଟେଷ୍ଟେଣ୍ଟ ମାନେ ସେମାନେ କଣ୍ଟେଷ୍ଟ କରିଥିଲେ। ସେଥିରୁ ଏ ଯଦି କିଛିଟା ମାନେ ସେକେଣ୍ଡ ରନର ଅପ୍ ହେଲେ ମଧ୍ୟ କିଛି କମ୍ କଥା ନୁହଁ। ସେଠି ମାନେ ଆପଣ ବର୍ତ୍ତମାନ ଗୁଗୁଲରେ ମଧ୍ୟ ସର୍ଚ୍ଚ କଲେ ଆର ନାଁ ଆସୁଛି। ସବୁଠୁ ବଡ଼ କଥା ହେଲାଣି, ଗୁଗୁଲରେ ସର୍ଚ୍ଚିଂ କରିଦେଲେ ଆମର ଇଭେଣ୍ଟର ଟୋଟାଲ ଡିଟେଲ୍ସ ଆସୁଛି। ତେଣୁକରି ବହୁତ ଖୁସି। ଦେଖନ୍ତୁ, ତାର ଇଚ୍ଛା, ସେ ତ ବର୍ତ୍ତମାନ BSc ନର୍ସିଂ କରୁଛି। ଭଗବାନ ଯଦି ଚାହାନ୍ତି, ସେ ଯଦି ଆକୁ ଯଦି ତାର ଇ ଲାଇନରେ ଯଦି କ'ଣ କରିବାର ଅଛି ବୋଲି କହିଲେ ସେ କରୁ, ସେଥିରେ ଆମେ କିଛି କହିବାର କିଛି ନାହିଁ। ତ ଆଜ୍ଞା, କୋଟପାଡ଼ ଭଳି ଉପାନ୍ତ ଅଞ୍ଚଳରେ ଝିଅ ପାଠ ପଢୁ, ଚାକିରି କରୁ କ'ଣ ଭାବୁଛନ୍ତି, କିନ୍ତୁ ଝିଅ ନିଆରା ଚେଷ୍ଟା କରୁଥିଲା। ତ ଚେଷ୍ଟାକୁ ଆପଣ କେତେ ସଫଳ କରିବାକୁ? 100%, ପୁରା 100% ଦେବୁ। କାହିଁକି ନା ଆଜିକାଲି ଆମେ ଯୋଉଟା ଚାହିଁବୁ, ଆକ୍ଚୁଆଲି କଥାଟି କ'ଣ, ଆକ୍ଚୁଆଲି ସେ ଯେତେବେଳେ +2 ଆମର OAB ଏଇଠି ତାର ଆମର +2 ସରିଲା। +2 ଯେତେବେଳେ ସରିଲା, ସିଏ ଏଇ ମଡେଲିଂ ଲାଇନରେ ଯିବା ପାଇଁ ଇଚ୍ଛା କଲା। ଗୋଟେ ବର୍ଷ ଭୁବନେଶ୍ୱରରେ ଗଲା ମଧ୍ୟ, ହେଲେ ଏଇ ଲାଇନରେ ସେମିତି କିଛି ଆମର କ୍ୟାରିୟର କିଛି ନାହିଁ ବୋଲି ମୁଁ ତାକୁ ଧରି ପଳେଇ ଆସିଥିଲି। କିନ୍ତୁ ତାର ଇଚ୍ଛା ଥିଲା, ତାର ମନରେ ତାର ଇଏ ଥିଲା, ସେ ଅନଲାଇନରେ କ'ଣ ସର୍ଚ୍ଚିଂ କରୁଥିଲା, କ'ଣ ଦେଖୁଥିଲା, ତାରେ ସେ ଲାଗିଥିଲା। ଗୋଟେ ଝିଅ ଯଦି ତାର ଇଚ୍ଛା ଅନୁସାରେ କରୁଛି ବୋଲି କହିଲେ, ଆମେ ତାର ଇଚ୍ଛା ପୂରଣ କରିବା ଆମର ଉଚିତ। ଲକ୍ଷ୍ୟ କ'ଣ ରହିଛି? ଦେଖନ୍ତୁ, ରାସ୍ତା କୁଆଡେ ଯାଉଛି ପିଲେ କି ନାହିଁ, ତାକୁ ଯଦି ଆକୁ ଯଦି ଯିବାର ଅଛି, ରାସ୍ତା କୋଉଠି ଯଦି ମିଳୁଛି ବୋଲେ ଯାଉ। ସେ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଲେଭେଲରେ ଯଦି କୌଣସି ସ୍କୋପ ଯଦି ମିଳୁଛି ବୋଲି କହିଲେ ସେ ଆଗକୁ ଯାଉ, ମୁଁ ପୁରା ସାଥ ଦେବି। ଛାୟାରାଣୀ ବିଷୟ କିଭଳି ସଫଳ ହୋଇଛନ୍ତି ଏବଂ ତାଙ୍କ ପରିବାର, ବାପା ମା, ପରିବାର ବର୍ଗ, ତା ସହିତ କୋଟପାଡ଼ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ତାଙ୍କୁ ଛୁଟୁଛି ଏବଂ ଆଗକୁ ଲକ୍ଷ୍ୟ ରଖିଛନ୍ତି ମିସ୍ ଇଣ୍ଡିଆ ଭଳି ବିଭିନ୍ନ ଆନ୍ତର୍ଜାତୀୟ ସ୍ତରରେ ପାର୍ଟିସିପେଟ୍ କରିବେ ଏବଂ ସଫଳ ହେବେ ମଧ୍ୟ। ଏବଂ ଆମେ ଆଶା ଏବଂ ବିଶ୍ୱାସ ରଖୁଛୁ ସେ କୋଟପାଡ଼ରୁ ଯାଇ ଆନ୍ତର୍ଜାତୀୟ ସ୍ତରରେ ଚମକନ୍ତୁ ଏବଂ କୋଟପାଡ଼ ପାଇଁ ଗର୍ବ ଏବଂ ଗୌରବ ଆଣନ୍ତୁ। କୋରାପୁଟ ଜିଲ୍ଲା କୋଟପାଡ଼ରୁ ବୀରକିଶୋର ଶର୍ମା, କଳିଙ୍ଗ ଟିଭି।